ମାଛରେ ତ କେତେ ସାରା ଆଇଟମ ଖାଇଥିବେ, ଚାଲନ୍ତୁ ଆଜି ମାଛ ମୁଣ୍ଡରେ ଗୋଟେ ବଢିଆ ରେସିପିଟେ ବନେଇବା। ଏଇ ଆଇଟମଟା ମୁଁ କିଛି ଦିନ ତଳେ ବନେଇଥିଲି, ଏତେ ଟେଷ୍ଟି ହେଇଥିଲା, ସେଥିପାଇଁ ଆଜି ସ୍ୱାମୀଙ୍କ ଫରମାଇଶରେ ପୁଣି ଆଉଥରେ ବନଉଛି। ବନେଇଲା ବେଳେ ମୁଁ ସେମିତି କିଛି ଭାବିକି ବନେଇ ନଥିଲି, ଏମିତି ଯାହା କିଛି ପରିବା ଥିଲା ଅଳ୍ପ ଅଳ୍ପ ନେଇକି ମିଶେଇକି ବନେଇ ଦେଇଥିଲି। ଆଉ ସତରେ ତରକାରୀଟା ବହୁତ ଟେଷ୍ଟି ହେଇଥିଲା, ସେଥିପାଇଁ ଆଜି ପୁଣି ଯେତେବେଳେ ଆଉଥରେ ବନଉଛି ଭାବିଲି ଆପଣମାନଙ୍କ ସହିତ ଟିକେ ସେୟାର କରିଦେବି। ଦେଖୁନାହାନ୍ତି କିଟି ବି କେମିତି ମତେ ରୋଷେଇରେ ସାହାଯ୍ୟ କରୁଛି। ପରିବାରେ ଥିଲା ଫୁଲକୋବି, ବାଇଗଣ, ଆଳୁ, ବିମ୍, ଗାଜର, ମଟର ଛୁଇଁ ଆଉ କିଛି ଫୁଲକୋବି ଦଣ୍ଟା। ତାହେଲେ ଚାଲନ୍ତୁ ଏବେ ଦେଖିବା ମୁଁ କେମିତି ବନେଇଥିଲି। ପ୍ରଥମେ ତ ମାଛ ମୁଣ୍ଡକୁ ସୋରିଷ ତେଲରେ ପୁରା ନାଲି କରିକି ଭାଜି ଦେଇଥିଲି। ତାପରେ କଢାରେ କିଛି ସୋରିଷ ତେଲ, ଗୋଟା ତେଜପତ୍ର, ଗୋଟେ ଚାମଚ ଫୁଟଣ ଆଉ ଗୋଟେ ବଡ ସାଇଜର କଟା ପିଆଜକୁ ଦେଇକି ସବୁ ପରିବାକୁ ପକେଇକି ଭାଜିଦେଲି। ପରିବା ଅଧା ଅଧି ସିଝି ଯିବା ପରେ ସେଥିରେ ଗୋଟେ ବଡ ଚାମଚ ଛେଚା ଅଦା ରସୁଣ ଦେଇଥିଲି। ସେଇଟା ଭୁଲରେ ଭିଡିଓ ଭିତରେ କ୍ୟାପଚର ହେଇପାରିନି। ତାପରେ ସେଥିରେ ଦୁଇଟା କଟା ଟମାଟୋକୁ ଦେଇଦେଲି। ସବୁ ପରିବା ଭଲ ଭାବେ ସିଝି ଯିବା ପରେ ମାଛ ମୁଣ୍ଡକୁ ସେଥିରେ ପକେଇଦେଲି। ମସଲା ହିସାବରେ ସେଥିରେ ପଡିଥିଲା ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, କିଛି କସ୍ତୁରୀ ମେଥି ଆଉ କିଛି ଡାଲଚିନି ଗୁଜୁରାତି ଗୁଣ୍ଡ ଆଉ କିଛି କରି ପାଉଡର। ସବୁକୁ ମିଶେଇକି 1 ମିନିଟ ଲୋ ଫ୍ଲେମରେ ଘୋଡେଇ ଦେବା ପରେ ରେଡି ହେଇଯିବ ଟେଷ୍ଟି ମାଛ ମୁଣ୍ଡ ଘାଣ୍ଟ।